ମୁଁ ସରକାରଙ୍କୁ ଅନୁରୋଧ କରୁଛି, କ୍ରାଇମବ୍ରାଞ୍ଚକୁ ଅନୁରୋଧ କରୁଛି, ଆପଣଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଶୀଘ୍ର ଏହାର ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡ ଦେବା ସହ ମୋ ଝିଅକୁ ନ୍ୟାୟ ଦେଇ ତାର ଆତ୍ମାର ସଦ୍ଗତି କରନ୍ତି। କ୍ରାଇମବ୍ରାଞ୍ଚ ତ ତଦନ୍ତ କରୁଛି, ସମସ୍ତେ ଜାଣିଛନ୍ତି। ତେବେ ସେଇ 2 ଜଣ ମାତ୍ର ସେଇ ପ୍ରିନ୍ସିପାଲ ଆଉ ଆମର ଏଚଓଡି ଆରେଷ୍ଟ ହେଇକି ଅଛନ୍ତି। ଅଦ୍ୟାବଧି ଆଇସିସିର ମେମ୍ବର ମାନେ ସେମାନେ ମଧ୍ୟ କଲପ୍ରିଟ ଏବଂ ଯେଉଁମାନେ ମୋ ଝିଅକୁ ମାନସିକ ନିର୍ଯାତନା ଦେଇ ତାକୁ ମରିବା ପାଇଁ ବାଧ୍ୟ କରିଛନ୍ତି ସେମାନେ ମଧ୍ୟ କଲପ୍ରିଟ। ଏ ସମ୍ପର୍କରେ ମୁଁ ବି କ୍ରାଇମବ୍ରାଞ୍ଚକୁ ଯେତେବେଳେ ଇନକ୍ୱାରି ମୁଁ କହିଥିଲି ତ ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ତ କିଛି ଆକ୍ସନ ହେଇନାହିଁ। ତଥାପି କିନ୍ତୁ କ୍ରାଇମବ୍ରାଞ୍ଚ ଡିଏସପିଙ୍କୁ ପୁଣି ପରିବାର ତରଫରୁ ଆମେ ଭେଟିଥିଲୁ। ସିଏ ଆମକୁ ଏକ୍ସପିରିଏନ୍ସ ତ ଦେଇଛନ୍ତି ଯେ ତଦନ୍ତ ଠିକ ଚାଲିଛି, ଆଉ ଟିକେ ସମୟ ଲାଗିବ, ଆମେ ସଠିକ ସମୟରେ ସଠିକ ପଦକ୍ଷେପ ନେବୁ ବୋଲି ଆମକୁ କହିଛନ୍ତି। କିନ୍ତୁ ଅଦ୍ୟାବଧି ଆମେ କାହିଁ ଜାଣିପାରୁନୁ ତା ପରବର୍ତ୍ତୀ ସମୟରେ କଣ ହେଇଛି ନ ହେଇଛି ଆମକୁ କିଛି ଖବର ଜଣାଉନାହାନ୍ତି। ସିସିଟିଭି ଫୁଟେଜ ବି ନେଇଛନ୍ତି ଆପଣଙ୍କର ତଦନ୍ତ କରୁଛନ୍ତି, କିନ୍ତୁ ଆଗରୁ ଯେଭଳି ଭାବରେ ଚାଲିଥିଲା ବର୍ତ୍ତମାନ ହଁ ଟିକେ ଶିଥିଳତା ତ ନିଶ୍ଚୟ ସେଟା ଜଣାପଡୁଛି। ଆଉ ସିସିଟିଭି ନେଲେ ମୋ ଝିଅର ମୋବାଇଲର କଲ୍ ରେକର୍ଡ ତାକୁ ମୋବାଇଲ ଯେତେବେଳେ ଆମେ କଲୁ ସେ କଲ୍ ରେକର୍ଡ ଯାଞ୍ଚ ହେଉଛି ଏବଂ ସେଟା ଫରେନ୍ସିକ ଯାଞ୍ଚ ପାଇଁ ଯାଇଛି, ଏମିତି ସବୁ ଆମକୁ କହିଛନ୍ତି। ଆଉ କିନ୍ତୁ ତଦନ୍ତ ଯେଟା ଶିଥିଳ ହେଇଯିବା କଥା କହୁଛନ୍ତି ଏହା ବାସ୍ତବ ସତ୍ୟ। ମତେ କାହିଁ ଲାଗୁନି ତଦନ୍ତ ଆଗ ଭଳିଆ ଏତେ ଜୋରଦାର ଚାଲିଛି ବୋଲି। ଆଉ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଏ ଦୋଷୀକୁ ଶୀଘ୍ର ସମସ୍ତଙ୍କ ସମ୍ମୁଖ ଆଣନ୍ତୁ ଏବଂ ତାକୁ ଯଥାଚିତ ସେମାନଙ୍କୁ ଦଣ୍ଡ ମିଳୁ। ଏବଂ ଯେଉଁ ଆଇସିସି ଟିମ୍ ମେମ୍ବର ମାନେ ଯେଉଁମାନେ ମୋର ଝିଅକୁ ଆତ୍ମହତ୍ୟା କରାଇବା ପାଇଁ ବା ଏଭଳିଆ ଗୋଟେ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଥିଲେ ସେମାନଙ୍କର ରିପୋର୍ଟ ଏବଂ ସେମାନଙ୍କ ତାଚ୍ଛଲ୍ୟ ଭରା କଥା ଏବଂ ସେମାନେ ଯେଉଁ ସମୀର ସାରଙ୍କ ପ୍ରରଚିତ ଯେଉଁ କିଛି ଛାତ୍ର ଯେଉଁମାନେ କି ସବୁବେଳେ ମୋ ଝିଅକୁ ନାନା ମାନସିକ ନିର୍ଯାତନା ଦେଇଥିଲେ ସେମାନଙ୍କ ବିରୁଦ୍ଧରେ କଣ ହେଇଛି କ୍ରାଇମବ୍ରାଞ୍ଚ କଣ ତଦନ୍ତ କରୁଛି ନ କରୁଛି ଏପର୍ଯ୍ୟନ୍ତ ମୁଁ ଜାଣିନି କି ଆମକୁ ମଧ୍ୟ ସେ ଜଣାଉନାହାନ୍ତି। ସିସିଟିଭି ଫୁଟେଜ କଥା ବି ଯାହା କହିଲେ ଠିକ ହଉଛି, ନେଇଛନ୍ତି ମୋବାଇଲ ତ ମୋ ଝିଅର ତାଙ୍କ ପାଖରେ ଅଛି। ଆଉ କ୍ରାଇମ ସ୍ପଟକୁ ଯାଇକି ସେମାନେ ଇନକ୍ୱାରି କରୁଛନ୍ତି, ଆମେ ଯାହା ଶୁଣୁଛୁ ଦେଖୁଛୁ ଯାହା, କିନ୍ତୁ ସେ ବାବଦରେ ବିଧିବଦ୍ଧ ଭାବରେ ଆମକୁ ସେମାନେ କିଛି ଜଣାଇ ନାହାନ୍ତି। ମୁଁ ସରକାରଙ୍କୁ ଅନୁରୋଧ କରୁଛି, କ୍ରାଇମବ୍ରାଞ୍ଚକୁ ଅନୁରୋଧ କରୁଛି, ଆପଣଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଶୀଘ୍ର ଏହାର ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡ ଦେବା ସହ ମୋ ଝିଅକୁ ନ୍ୟାୟ ଦେଇ ତାର ଆତ୍ମାର ସଦ୍ଗତି କରନ୍ତି।